ସୁନା ବଜାରରେ ନିଆଁ ଜଳୁଛି। ପ୍ରତିଦିନ ନୂଆ ରେକର୍ଡ କରୁଛି ସୁନା ଦର। ଆଉ ଏହାରି ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ, ନୂଆ ନୂଆ କାହାଣୀ। ଏକ ବିଦେଶୀ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମାନ ସାଚସ୍ କହିଲାଣି ଯେ ଆଗକୁ ଭାରତରେ ପ୍ରତି 10 ଗ୍ରାମ ସୁନାର ଦାମ ହେବ 1,30,000 ଟଙ୍କା। ବିବାହ ବ୍ରତ ହେଉ କି ଏକୋଇଶିଆ ବା ଅନ୍ୟ ପର୍ବପର୍ବାଣୀ, ଭାରତରେ ସୁନା ନ କିଣିଲେ ନ ଚଳେ। କିନ୍ତୁ ଯେମିତି ଦାମ ବଢ଼ୁଛି, ସାଧାରଣ ଲୋକଙ୍କ ପାଇଁ ସୁନା ସ୍ୱପ୍ନ ପାଲଟିଲାଣି। ସେପଟେ କିଛି ଦିନ ତଳେ ଜଣେ ବଜାର ବିଶେଷଜ୍ଞ ସୁନାର ଦାମ 40% କମିଯିବ ବୋଲି କହିବା ପରେ ସାରା ଦୁନିଆରେ ଚହଳ ସୃଷ୍ଟି ହୋଇଥିଲା। ପ୍ରକୃତରେ ସୁନାର ଭବିଷ୍ୟତ କ'ଣ? ଆଗକୁ ସୁନାର ଦର ବଢ଼ିବ ନା କମିବ? ଏସବୁ ବିଷୟରେ ଆପଣ ନିଶ୍ଚୟ ଜାଣିବାକୁ ଚାହୁଁଥିବେ। ନମସ୍କାର, ଆପଣଙ୍କୁ ଖବରକାରକୁ ସ୍ୱାଗତ। ମୁଁ ଅଶୋକ ଆଉ ଏକ ଭିଡ଼ିଓରେ ଏସବୁ ପ୍ରଶ୍ନର ପ୍ରକୃତ ଉତ୍ତର ଖୋଜିବାକୁ ଚେଷ୍ଟା କରିଛି। ଆସନ୍ତୁ ଦେଖିବା। ଇଣ୍ଟରନ୍ୟାସନାଲ ମାର୍କେଟରେ ସୁନାର ଦର ଏବେ ଆଉନ୍ସ ପିଛା $3200 ରହିଛି। 2025 ଡିସେମ୍ବର ମାସ ସୁଦ୍ଧା ଏହା $4500କୁ ଛୁଇଁବାର ସମ୍ଭାବନା ରହିଛି। ଏଭଳି ଅନୁମାନ କରିଛି ବିଶ୍ୱସ୍ତରୀୟ ସଂସ୍ଥା ଗୋଲ୍ଡମାନ ସାଚସ୍। ବିଦେଶରେ ସୁନା ମହଙ୍ଗା ହେଲେ ତାହାର ପ୍ରଭାବ ଆମ ଦେଶର ବଜାରରେ ମଧ୍ୟ ପଡ଼ିଥାଏ। ତେଣୁ ଭାରତରେ ସୁନାର 10 ଗ୍ରାମ ପିଛା ଦର 1,30,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା କରିଛି ଗୋଲ୍ଡମାନ ସାଚସ୍। ଗୋଲ୍ଡମାନ ସାଚସ୍ର ଭବିଷ୍ୟବାଣୀ ସତ ହେବ କି ମିଛ ତାହା ଆମକୁ ଜଣାନାହିଁ। କିନ୍ତୁ ଜାଣିଥାନ୍ତୁ ଯେ ଏହି ସଂସ୍ଥା 2025 ଜାନୁଆରୀ ଫେବୃଆରୀ ମାସରେ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ ସାବ୍ୟସ୍ତ ହୋଇଛି। ଜାନୁଆରୀରେ ସୁନାର ଆଉନ୍ସ ପିଛା ଦର $3100 ପର୍ଯ୍ୟନ୍ତ ବଢ଼ିବାର ଆକଳନ ସତ ହୋଇଛି। ଫେବୃଆରୀରେ ଏହା ଆଉଥରେ ଅନୁମାନ କରିଥିଲା ଯେ ସୁନା ଦାମ $3300 ହୋଇଯିବ। ତାହା ବି ସତ ହୋଇଥିଲା। ଏବେ ବର୍ଷର ତୃତୀୟ ଆକଳନ ଜାରି କରି ଏହା କହିଛି ଯେ ସୁନାର ଦାମ ଆହୁରି ବଢ଼ିବ। ଭାରତରେ ଏବେ 24 କ୍ୟାରେଟ ସୁନାର 10 ଗ୍ରାମ ପିଛା ଦାମ 95,000 ଟଙ୍କା ଟପିଲାଣି। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଏହାର ଦାମ ପାଖାପାଖି 18,000 ଟଙ୍କା ବଢ଼ିସାରିଛି। ସୁନା ଦାମ ବଢ଼ୁଛି କାହିଁକି? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୟାକ୍ସ ଲଢ଼େଇ ଆରମ୍ଭ କରିବା ପରେ ଅସଲ ସମସ୍ୟା ସୃଷ୍ଟି ହୋଇଛି। ବିଭିନ୍ନ ଦେଶର ଅର୍ଥନୀତିରେ ଅନିଶ୍ଚିତତା ଦେଖାଦେଇଛି। ଏଥିରୁ ମାନ୍ଦାବସ୍ଥା ଆଶଙ୍କା ବଢ଼ିଯାଇଛି। ଏଭଳି ସମୟରେ ନିଜ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଲାଗି ଲୋକେ ସୁନାରେ ଇନଭେଷ୍ଟମେଣ୍ଟ କରୁଛନ୍ତି। ତେଣୁ ତାହାର ଚାହିଦା ବଢ଼ିଛି। ଦ୍ୱିତୀୟ କାରଣ ହେଲା ଆମେରିକାର ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି। ତେଣୁ ସୁନା ଆମଦାନୀ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ସାଧାରଣ ଲୋକଙ୍କ ପକେଟରୁ ହିଁ ସେହି ପଇସା ଯାଉଛି। ବିବାହ ଋତୁରେ ଗହଣା ଅଧିକ କିଣାଯାଏ, ତେଣୁ ଚାହିଦା ବଢ଼ିବା ସ୍ୱାଭାବିକ। ଆଉ ଏକ କାରଣ ହେଲା ଅନ୍ତର୍ଜାତୀୟ ବଜାରରେ ଦାମ ବଢ଼ୁଥିବାରୁ ଆମ ଦେଶରେ ବି ସୁନା ମହଙ୍ଗା ହେଉଛି। ଆସନ୍ତୁ ଜାଣିବା ସୁନାର ଦାମ ବିଷୟରେ କ'ଣ କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ। ପ୍ରଥମ କଥା ହେଉଛି କୌଣସି ଦ୍ରବ୍ୟର ମୂଲ୍ୟ ହ୍ରାସ ବୃଦ୍ଧି ନିର୍ଭର କରେ ସେହି ଦ୍ରବ୍ୟର ଯୋଗାଣ ଏବଂ ଚାହିଦା ଉପରେ। ଯଦି ଚାହିଦା ଅଧିକା ହୁଏ, ଯୋଗାଣ କମ୍ ହୁଏ, ତାହେଲେ ମୂଲ୍ୟ ବୃଦ୍ଧି ଘଟିବ। ଯଦି ଚାହିଦା ଯୋଗାଣ ଠାରୁ କମ୍ ହୁଏ ତାହେଲେ ମୂଲ୍ୟ ହ୍ରାସ ଘଟିବ। ଏଣୁ ବିଶ୍ୱ ବଜାରରେ ତଥା ଭାରତରେ ବର୍ତ୍ତମାନ ସୁନାର ଚାହିଦା ଅଧିକା ବୃଦ୍ଧି ପାଇଛି, ଯାହାଫଳରେ ଦର ବୃଦ୍ଧି ଘଟୁଛି। କିନ୍ତୁ ଚାହିଦା କାହିଁକି ବୃଦ୍ଧି ପାଉଛି ସେଇଟା ହେଉଛି ବଡ଼ ପ୍ରଶ୍ନ। ତାର ମୁଖ୍ୟ କାରଣ ହେଲା ଡୋନାଲ୍ଡ ଟ୍ରମ୍ପ ଯେଉଁପରି ଭାବରେ ଏକପାଖିଆ ଶୁଳ୍କ ବସାଇଲେ, ରେସିପ୍ରୋକାଲ ଟାରିଫ ବିଭିନ୍ନ ଦେଶ ଉପରେ ଲଦି ଦେଇଛନ୍ତି, ତାକୁ ଇନଭେଷ୍ଟରମାନେ ଭଲ ଭାବରେ ନେଇନାହାନ୍ତି। ଏବଂ ଏହି ଟାରିଫ ଲଦି ଦେବା ଫଳରେ ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ବା ରିସେସନ୍ ଦେଖାଦେଇଛି। ଇନଭେଷ୍ଟରମାନେ ସେମାନେ ଭାବୁଛନ୍ତି ସୁନାରେ ନିବେଶ କରିବାଟା ବର୍ତ୍ତମାନ ହେଉଛି ବେଟର ବା ହେଉଛି ଲାଭଦାୟକ ଏବଂ ସ୍ଥିରତା ନିରାପଦ। ଦ୍ୱିତୀୟ କାରଣ ହେଉଛି ଆମେରିକାର ମୁଦ୍ରା ଡଲାରର ଅବମୂଲ୍ୟାୟନ ହେଉଛି ବା ମୂଲ୍ୟ ହ୍ରାସ ପାଉଛି। ଆଉ ଏକ ବଡ଼ କାରଣ ହେଲା ବିଭିନ୍ନ ସେଣ୍ଟ୍ରାଲ ବ୍ୟାଙ୍କ, କେନ୍ଦ୍ରୀୟ ବ୍ୟାଙ୍କ, ଭାରତର ସେଣ୍ଟ୍ରାଲ ବ୍ୟାଙ୍କ ବା କେନ୍ଦ୍ରୀୟ ବ୍ୟାଙ୍କ କହିଲେ RBI କି ରିଜର୍ଭ ବ୍ୟାଙ୍କ କୁହାଯାଏ। ଏମାନେ ବର୍ତ୍ତମାନ ତାଙ୍କ ଫରେନ୍ ଏକ୍ସଚେଞ୍ଜଟାକୁ ବେଶୀ ଗୋଲ୍ଡରେ ରଖିବାକୁ ପ୍ରିଫର କରୁଛନ୍ତି ଏବଂ ସେମାନେ ଦ୍ରୁତଗତିରେ ବହୁ ମାତ୍ରାରେ ସୁନା ହେଉଛି କ୍ରୟ କରୁଛନ୍ତି। ତେଣୁ ସୁନାର ଚାହିଦା ବଢ଼ିଯାଇଛି, ଦରଦାମ ବୃଦ୍ଧି କରୁଛି। ଏବଂ ଆଭରେଜ ଗତ ଦଶନ୍ଧିରେ ସୁନାର ରିଟର୍ନ ଆଭରେଜ 10% ପାଖାପାଖି ରହିଛି। ତେଣୁ ଭାରତୀୟମାନେ ମଧ୍ୟ ସୁନାକୁ ବର୍ତ୍ତମାନ ବେଶୀ ସୁନାରେ ନିବେଶ କରିବା ବା ସୁନା କ୍ରୟ କରିବା ଦେଖାଦେଇଛି, ଯାହାଫଳରେ ଭାରତରେ ମଧ୍ୟ ସେଇଟା ବେଶୀ ପ୍ରଭାବିତ ହେଇଛି। ତେଣୁ
ଏଇ ଯେଉଁ ଅହେତୁକ ଦର ବୃଦ୍ଧି ଘଟିବା ଏଇଟା ଗୋଟେ ଭଲ ସୂଚନା ନୁହେଁ। ତେଣୁ ଆ ଉପରେ କୌଣସି ସରକାରଙ୍କର ନିୟନ୍ତ୍ରଣ ରହିବା ଉଚିତ। ସୁନା ଶସ୍ତା ହେବ କି? କିଛି ଦିନ ତଳେ ଆମେରିକାର ଗୋଟିଏ ସଂସ୍ଥା ମର୍ଣ୍ଣିଂଷ୍ଟାରର ଇକ୍ୱିଟି ବିଶେଷଜ୍ଞ ଜନ୍ ମିଲ୍ସ ସୁନାର ଦାମ ଆସନ୍ତା 5 ବର୍ଷ ଭିତରେ 40% କମିବ ବୋଲି କହିବା ପରେ ସାରା ପୃଥିବୀରେ ଚହଳ ପଡ଼ିଗଲା। ତାଙ୍କ ଭବିଷ୍ୟବାଣୀ ଅନୁସାରେ ସୁନାର ଦର କମି ଆଉନ୍ସ ପିଛା $1820 ହୋଇପାରେ। ଭାରତର ଟଙ୍କାରେ ଏହାର ମୂଲ୍ୟ ପାଖାପାଖି 55,000 ଟଙ୍କା। ତେବେ ମନେ ରଖନ୍ତୁ, ଭବିଷ୍ୟତ ସବୁବେଳେ ଅନିଶ୍ଚିତ। ଜନ୍ ମିଲ୍ସ କେବଳ ଅନୁମାନ କରି ଏକଥା କହିଛନ୍ତି। ତେବେ ତାଙ୍କ ଅନୁମାନ ପଛରେ ବି କିଛି ତଥ୍ୟ ତ ନିଶ୍ଚୟ ରହିଥିବ। ଆସନ୍ତୁ ଜାଣିବା କେଉଁ କଥାକୁ ଧରି ସେ ଏତେ ବଡ଼ ଭବିଷ୍ୟବାଣୀ କରିଛନ୍ତି। ମୁଁ ଆପଣଙ୍କୁ ଅର୍ଥନୀତିର କଷ୍ଟ ଶବ୍ଦ ବଦଳରେ ସରଳ ଭାଷାରେ ବୁଝାଇବାକୁ ଚେଷ୍ଟା କରିବି। ସୁନା ଯଦି ଶସ୍ତା ହେବ ତେବେ କାହିଁକି ହେବ? ପ୍ରଥମ କଥା ହେଲା, ସୁନା ଉତ୍ପାଦନ ବେଶୀ ହେଲେ ଯୋଗାଣ ବଢ଼େ, ଆଉ ଯୋଗାଣ ବଢ଼ିଲେ ଦାମ କମିବା ସ୍ୱାଭାବିକ। କିଛି ମାସ ଭିତରେ ସୁନାର ମୂଲ୍ୟ ପ୍ରାୟ ପ୍ରତିଦିନ ବଢ଼ି ଚାଲିଛି। ଏହାକୁ ଦେଖି ଅଧିକ ଲାଭ ପାଇବା ପାଇଁ ପୃଥିବୀର ସୁନା ଉତ୍ପାଦନ କରୁଥିବା ଦେଶମାନେ ଖଣିରୁ ଅଧିକ ସୁନା ଉତ୍ପାଦନ କରି ବଜାରକୁ ଛାଡ଼ୁଛନ୍ତି। ଏପଟେ ଲୋକେ ପୁରୁଣା ସୁନା ବି ବିକି ଦେଉଛନ୍ତି। ସେଇଥିପାଇଁ ବଜାରରେ ଚାହିଦାଠୁ ସୁନା ଯୋଗାଣ ବେଶୀ ହେଉଛି। ଏହି କାରଣରୁ ଆଗକୁ ସୁନା ଦର କମିପାରେ। ଦ୍ୱିତୀୟ କଥାଟି ହେଲା, ବ୍ୟାଙ୍କ ଓ ଲୋକମାନେ ଯଦି କମ୍ କିଣିବେ ତାହେଲେ ମଧ୍ୟ ସୁନା ଦାମ କମିଯିବ। ଏବେ ସେମାନେ ବହୁତ ସୁନା କିଣୁଛନ୍ତି ବା କିଣି ସାରିଛନ୍ତି। ତୃତୀୟ କଥା ହେଲା ମାର୍କେଟ କରେକ୍ସନ୍, ଓଡ଼ିଆରେ କହିଲେ ବଜାର ସଂଶୋଧନ। ଏହାର ଅର୍ଥ ହେଲା କୌଣସି ଜିନିଷର ମୂଲ୍ୟ ବହୁତ ବଢ଼ି ଯାଇଥିଲେ ଗୋଟିଏ ସମୟ ଆସେ ତାହା ଖସିବାକୁ ଆରମ୍ଭ କରେ। ସୁନାର ମୂଲ୍ୟ ଏତେ ବଢ଼ୁଛି ଯେ ପରିସ୍ଥିତି ବଦଳିଲେ କମିବାର ସମୟ ବି ଆସିପାରେ। ତେଣୁ ସୁନା ଶସ୍ତା ହୋଇପାରେ। କେଉଁଠି କେତେ ମୂଲ୍ୟ? ବିଭିନ୍ନ ଦେଶରେ ଅନେକ କାରଣ ଯୋଗୁଁ ସୁନାର ଦର ସବୁବେଳେ ଅଲଗା ଅଲଗା ଥାଏ। ଆମଦାନୀ ଶୁଳ୍କ, ଟିକସ, ମୁଦ୍ରା ମୂଲ୍ୟ ଓ ସ୍ଥାନୀୟ ବଜାର ଅବସ୍ଥା ଇତ୍ୟାଦି ଏଥିପାଇଁ ଦାୟୀ। ସୁନାର ମୂଲ୍ୟ ସାଧାରଣତଃ ଆନ୍ତର୍ଜାତିକ ବଜାରରେ ଡଲାରରେ ନିର୍ଦ୍ଧାରିତ ହୁଏ, ଯାହାକୁ ସ୍ପଟ୍ ପ୍ରାଇସ୍ ବୋଲି କୁହାଯାଏ। ତାପରେ ସ୍ଥାନୀୟ ମୁଦ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ଅନୁସାରେ ଏହି ମୂଲ୍ୟ ବଦଳିଥାଏ। ଏବେ ସ୍ପଟ୍ ପ୍ରାଇସ୍ ଆଉନ୍ସ ପିଛା ପ୍ରାୟ $2,985 ରହିଛି। 2025 ମସିହା ଆରମ୍ଭରୁ ସୁନା ଦର ପାଖାପାଖି 14% ବଢ଼ିଲାଣି। କେତେକ ଦେଶରେ ସୁନା ଦର କେତେ ଅଛି ଆସନ୍ତୁ ଜାଣିବା। ବିଶେଷ କରି ଯେଉଁ ଦେଶଗୁଡ଼ିକରେ ସାଧାରଣତଃ ସବୁବେଳେ ସୁନା ଶସ୍ତା ଥାଏ, ଏବେ ସେଇଠି କେତେ ଅଛି ସେ ବିଷୟରେ ଜାଣିବା। ଭାରତରେ ଏବେ ପୃଥିବୀର ସବୁ ଦେଶଠୁ ସୁନାର ଦାମ ବେଶୀ ରହିଛି। ଆମ ଦେଶରେ 24 କ୍ୟାରେଟ ସୁନାର ଦର ଏବେ 10 ଗ୍ରାମ ପିଛା ପ୍ରାୟ 96,000 ଟଙ୍କା ପାଖାପାଖି ରହିଛି। ଖୁବ୍ ଶୀଘ୍ର ଲକ୍ଷେ ଛୁଇଁବାର ଆଶଙ୍କା କରାଯାଉଛି। ଆମେରିକାରେ ଆଉନ୍ସ ପିଛା ଦାମ ରହିଛି $2,650, ଅର୍ଥାତ୍ 10 ଗ୍ରାମ ପାଇଁ ପାଖାପାଖି $851। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ 71,400 ଟଙ୍କା। ଅଳଙ୍କାର କିଣିଲେ ଏଥିରେ ଟିକସ ଓ ଅନ୍ୟ ଖର୍ଚ୍ଚ ମିଶିପାରେ। ଦୁବାଇରେ 24 କ୍ୟାରେଟ ସୁନା 10 ଗ୍ରାମ ପିଛା ଅଛି 906 AED, ଯାହାର ଦାମ ଭାରତୀୟ ମୁଦ୍ରାରେ ହେବ 75,900 ଟଙ୍କା ପାଖାପାଖି। ଏଇଠି ଟ୍ୟାକ୍ସ ବହୁତ କମ୍ ଥାଏ। ପର୍ଯ୍ୟଟକଙ୍କ ପାଇଁ 5%ର ଟିକସ ଫେରସ୍ତ ବି ରହିଥାଏ। ଏବେ ସାରା ପୃଥିବୀରେ ଦୁବାଇରେ ହିଁ ସୁନା ଦାମ ସବୁଠୁ କମ୍ ଅଛି। ହଂକଂରେ 24 କ୍ୟାରେଟ ସୁନା ଦର 10 ଗ୍ରାମକୁ ରହିଛି $853 ହଂକଂ ଡଲାର। ଆମ ମୁଦ୍ରାରେ ଏହାର ଦାମ ହେବ 71,500 ଟଙ୍କା। ଏଠାରେ କୌଣସି ଟିକସ ଦେବାକୁ ପଡ଼େ ନାହିଁ। ସିଙ୍ଗାପୁରରେ ସୁନା ଦର 10 ଗ୍ରାମ ପିଛା ରହିଛି $877 ସିଙ୍ଗାପୁର ଡଲାର, ଯାହା ଭାରତୀୟ ମୁଦ୍ରାରେ ହେବ ପାଖାପାଖି 73,500 ଟଙ୍କା। ଏଠାରେ ସୁନାରେ କୌଣସି GST ଲାଗେ ନାହିଁ। ଭୁଟାନରେ ଭାରତ ଭଳି ପାଖାପାଖି ସୁନା ଦର ରହିଛି 91,700 ଟଙ୍କା, କିନ୍ତୁ ଟ୍ୟାକ୍ସ କମ୍ ଥିବାରୁ କିଛି କମ୍ ଦାମ ହୋଇପାରେ। ତେବେ ମନେ ରଖିବା ଦରକାର ଯେ ସୁନାର ମୂଲ୍ୟ ପ୍ରତିଦିନ ବଦଳେ ଓ ସ୍ଥାନୀୟ ଡିଲରଙ୍କ ଉପରେ ନିର୍ଭର କରେ। ସୁନା କିଣିବା ପାଇଁ ଦୁବାଇ ସବୁଠୁ ବେଶୀ ଲୋକପ୍ରିୟ, କାହିଁକି ନା ସେଇଠି ସୁନା ପ୍ରାୟ ସବୁବେଳେ ଶସ୍ତାରେ ମିଳେ। ଖବରଦାର ହେବା କଥା ଯେ ସୁନାର ଭବିଷ୍ୟତ ଯାହା ବି ହେଉ, ଏହାର ପ୍ରକୃତ ମୂଲ୍ୟ କେବେ କମିବ ନାହିଁ। ତେଣୁ ସୁନା କିଣିବାର ଯଦି ଅଛି ତେବେ କିଣିବା ମନ୍ଦ ନୁହେଁ, ଆପଣ ନିଜେ ହିଁ ତାହା ସ୍ଥିର କରିବା ଉଚିତ।
ଟ୍ରମ୍ପଙ୍କ ଭଳି ମନୁଆ ନେତାଙ୍କ ମର୍ଜି ଉପରେ ବହୁ ଦେଶର ଅର୍ଥନୀତିର ଗତି ନିର୍ଭର କରୁଥିବାରୁ ଆଗକୁ ପରିସ୍ଥିତି କ'ଣ ହେବ ତାହା ଏବେଠୁ କହିବା କଷ୍ଟ। ଆପଣ ଏ ଭିଡ଼ିଓଟିକୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓଟିକୁ ଲାଇକ୍ ସେୟାର କରିବାକୁ ଭୁଲିବେନି। ଖବରଦାର ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରିବେ, କାହିଁକି ନା ଏହା କେବଳ ଖବର ଦିଏନି, ଖବରର ବି ଖବର ନିଏ। ନମସ୍କାର।